বন্ধু সূর্যকেতু আমি বর্তমান স্বরাষ্ট্র রাজ্য নগরী পাখাপাখি ହେଲେ ଆମକୁ କେହି ଚିହ୍ନି ପାରିନାହାନ୍ତି ତ ନା ବନ୍ଧୁ କିଏ ଚିହ୍ନି ପାରିନାହାନ୍ତି। ଓ ତ ହେଲେ ତ ହେଲା ଲୋକ ଲଗାଇ ରାଜ୍ୟ ସାରା ଏମିତି ରାଷ୍ଟ୍ର କରିଦେଇଛି ଯେ ମହାନଦୀର ବନ୍ୟା ଭଳି ତମକୁ ଲୋକ ଭିଡ଼ ଲାଗି ରହିଛି ବନ୍ଧୁ। ଜୟ ଚାମୁଣ୍ଡେଶ୍ୱରୀ ଛାଡ଼ିଛ ବନ୍ଧୁ ହେଲେ ତମେ ଗୋଟିଏ କଥା ଭଲିକିରି ମନେ ରଖିଥିବ ଆରେ ତମେ କେବଳ ମୋ ସମ୍ମୁଖରେ ତମ ବନ୍ଧୁ ସୂର୍ଯ୍ୟକେତୁ ହେଲେ ସମସ୍ତ ଜନପ୍ରଜାଙ୍କ ଯେତେବେଳେ ଭକ୍ତମାନେ ଆସିବେ ଆମ ଆଶ୍ରମକୁ ସେତେବେଳେ ତମେ ହେଉଛ ମୋ ବଂଶ ସେ କଥାଟା ଧ୍ୟାନ ରଖିକି ସବୁ କାର୍ଯ୍ୟଟା ଆରମ୍ଭ କରିବ। ହେଲେ ସୂର୍ଯ୍ୟକେତୁ ଆରେ ସମସ୍ତେ ଆସିଲେ ମୋ ମନଟା ଜମାରୁ ଶାନ୍ତି ହବନି। ମୋ ଯାହାର ପାଇଁ ଅପେକ୍ଷା କରିକି ଯୋଗୀ ବେଶ ଧାରଣ କରିଛି ସେ ହେଉଛି ମହାରାଣୀ ପ୍ରେମଶୀଳା। ସେ ଯେତେବେଳେ ଆସିବ ତାହେଲେ କଥାଟା ସରିଗଲା। ହେଲେ ସେ ପ୍ରେମଶୀଳା ଆସିବା ପଥଟାକୁ ଏଇନା ଆମେ ଅପେକ୍ଷା କରିବାକୁ ବାବାଙ୍କର ଜୟ ହେଉ। ଜୟ ତ୍ରିକାଳଦର୍ଶୀ ବାବାଙ୍କର ଜୟ ହେଉ। ରାଣୀମା କେଉଁ ଉଦ୍ଦେଶ୍ୟରେ ଆସିଛନ୍ତି? ବାବା ଏବେ ଧ୍ୟାନରେ ଅଛନ୍ତି, ବାବାଙ୍କୁ ଏବେ ଦେଖା କରିପାରିବେ ନାହିଁ। ନିରାଶ ବଚନ କହନ୍ତୁନି ଋଷିବର, ବହୁତ ଭରସା ରଖି ବାବାଙ୍କ ନିକଟକୁ ଆସିଛି। ମୁଁ ଯଦି ତାଙ୍କୁ ଭକ୍ତି କରୁଥାଏ ତେବେ ମୋ ପାଇଁ ସେ ନିଶ୍ଚୟ ଧ୍ୟାନ ଭଗ୍ନ କରିବେ। ଜୟ ବାବାଙ୍କର ଜୟ। ଚାମୁଣ୍ଡେଶ୍ୱରୀ ଆପଣଙ୍କ ମନସ୍କାମନା ପୂରଣ କରନ୍ତୁ ମା। ହେଲେ ବା ବାବା ମୁଁ ଧ୍ୟାନ ବଳରେ ଜାଣିପାରୁଛି ତମେ ଭାରି ମହାନ ମା। ତମ ଆତ୍ମାଟା ଭାରି ନିର୍ମଳ, ତମେ ଭାରି ଦୟାବନ୍ତଳ ମା। ସତ କହୁଛ ବାବା? ହଁ ମା, ଆଉ ମୁଁ ମୋ ଦିବ୍ୟ ଦୃଷ୍ଟିରେ ଜାଣିପାରୁଛି ମା। କଣ ତମେ ହେଉଛ ଏ ସ୍ୱରାଷ୍ଟ୍ର ରାଜ୍ୟର ରାଜା ପଦ୍ମକେଶରୀଙ୍କ ଦ୍ୱିତୀୟ ପତ୍ନୀ ନା? ହଁ ବାବା ହଁ। ତମ ନାଁଟା ହେଉଛି ପ୍ରେମଶୀଳା। ହଁ ବାବା। ଆଉ ତମ ସାବତ ଦିପୁତ୍ର ଗୋଟିଏ ପୁଅ ଆଉ ଗୋଟିଏ ଝିଅ ଅଛନ୍ତି ଲୋ ମା? ହଁ ତ ବାବା ଅଛନ୍ତି ତ। ହେଲେ ବାବା ହେଲେ ପୁଣି କଣ ମା? ହେ ଋଷି ପ୍ରଦାନ ପ୍ରଣତି ମଘେନ କରୁଅଛି ନିବେଦନ ଆଶ୍ରିତ ଜନଙ୍କୁ ପାରବାର ଦୟା ଆଶ୍ରିତ ଜନଙ୍କୁ ପାରବାର ଦୟା କରୁଅଛି ନିବେଦନ
ଅଛି ନିବେଦନ। तुमे तो सर्वज्ञ तुमे सर्वव्यापी तुमे ही तो आदि मूला तुमे वेद पार तुमे तो संकार तुमे वेद पार तुमे तो संकार तुमे प्रभु निरंजन तुमे प्रभु निरंजन। दया कर बाबा मत दया कर बाबा मत ତମର ପ୍ରଚ୍ଛନ୍ନ ସବୁରେ ପୂରଣ अदिनिया झड़ साजिण प्रलय भांगिबाकु मोर नीड कालमूर्त धरि आसी अछि माड़ी कालमूर्त धरि आसी अछि माड़ी व्यथित हुए पुराण व्यथित हुए पुराण ऋषि प्रदान गणति मगेन କରୁଅଛି ନିବେଦନ କରୁଅଛି ନିବେଦନ। बाबा आपण तो सर्वस्व जानी मो अंतर कथा की कहबी सम्मुखे तुमर बाबा ହେଲେ ବା कौन बाबा ଆଉ ଗୋଟିଏ କଥା ଲୋ ବା कौन बाबा ମୁଁ ମୋ ଧ୍ୟାନ ବଳରେ ଜାଣିପାରୁছিল ବା ଆଗକୁ ତୁମର ବହୁତ ବଡ଼ ଅମଙ୍ଗଳ ଘଟିବାକୁ ଯାଉছিল ବା ଅମଙ୍ଗଳ ହଲୋ ବା ପ୍ରେମଶୀଳ ଏକ କଥା କହୁଛ ବାବା ହଁ ତୁମ ଶଙ୍ଖା ଆଉ ସିନ୍ଦୁର ଉପରେ ବହୁତ ବଡ଼ ଅମଙ୍ଗଳ ଘଟିବାକୁ ଯାଉଛି ନା ନା ହଏ କିଛି ଦିନ ପରେ ତମେ ତମ ସ୍ୱାମୀ ତମକୁ ଛାଡ଼ିବାର ପାରିକି ଚାଲିଯିବେ ଲୋ ମା ନା ବାବା ନା ଆପଣ ସେମିତି କୁହନ୍ତୁନି ବାବା ଆପଣ ସେମିତି କୁହନ୍ତୁନି ମୋ ସ୍ୱାମୀକୁ ଛାଡ଼ି ମୁଁ ବଞ୍ଚି ପାରିବିନି ବାବା ମୁଁ ଏ ବା। ବଞ୍ଚି ପାରିବିନି ଜାଣିଛ ଲୋ ମା କ'ଣ ବାବା ଖାଲି କେବଳ ଏତିକି ନୁହଁ ଲୋ ମା ଆଉ ମୁଁ ଯାହା ଦେଖିପାରୁଛି ମୋ ଦିବ୍ୟ ଦୃଷ୍ଟିରୁ ମୁଁ ଯାହା ଦେଖିପାରୁଛି ଲୋ ମା ତମ ପୁତ୍ର ତମକୁ ରାଜ୍ୟରୁ ବାହାର କରିଦେଇ ସାରିଲା ପରେ
তুমি হস্তরে ভিক্ষুক থালি ধরি ভিক্ষାମ ଦେଇ ବୋଲି ଭିକ ମାଗି ବୁଲୁଛଲ ମା। ନା ବାବା ନା, ଆପଣ ସେମିତି କୁହନ୍ତୁନି। ମୋ ପୁଅ ପ୍ରମୋଦ କେଶରୀ ସେମିତି କରିବନି। ଆପଣ ଭୁଲ ଦେଖୁଛ ବାବା। ତାହେଲେ ମୁଁ ଯାହା ଦେଖୁଛି ତାହା କ'ଣ ମିଥ୍ୟା? ମୁଁ ତ ତାହେଲେ ଆପଣ ତମେ ସେମିତି ମୋତେ କହୁନି। ଜମାରୁ ବିଶ୍ୱାସ କରୁନ ନା? ତାହେଲେ ତମେ ମୋତେ ଜମାରୁ ବିଶ୍ୱାସ କରୁନ ତାହେଲେ? ନା ବାବା, ମୁଁ ତ ସେମିତି କହୁନି। ହେଲି ବାବା, ହେଲେ ପୁଣି କ'ଣ ରେ ମା? ଏହାର କ'ଣ ପ୍ରତିକାର ନାହିଁ କି ବାବା? ଅଛି ଲୋ ମା, ନିଶ୍ଚୟ ଅଛି। ଏହାର ପ୍ରତିକାର ଅଛି। କ'ଣ ସେଇଟା ବାବା ହେଲେ ତମେ କୁହନ୍ତୁ? ସେୟା କରିପାରିଲେ ତ? ମୁଁ ପାରିବି ବାବା। ତମେ ଯଦି ସେ କାର୍ଯ୍ୟଟା କରିବ ତମ ସ୍ୱାମୀର ଜୀବନ ନିଶ୍ଚୟ ବଞ୍ଚିବ, ଆଉ ତମେ ତମ ନିଜ ପୁତ୍ରକୁ ନିଶ୍ଚିନ୍ତ ଭାବରେ ଫେରି ପାଇବ। ମୁଁ ପାରିବି ବାବା। ମୋ ସ୍ୱାମୀ ପୁଅ ଝିଅର ମଙ୍ଗଳ ପାଇଁ ମୁଁ ସବୁ କିଛି କରିପାରିବି। କୁହନ୍ତୁ ବାବା। ଏ ବାପରେ ବସିଲା ବାବା ଜାଣିଛଲ ମା, ତମ ସେଇ ନାଟ ମଣ୍ଡପ ଉପରେ ଗୋଟିଏ ପାରା ଅଛି। ପାରା ଅଛି? ଆଉ ସେ ପାରାର ଦେହରେ ହିଁ ତମ ସ୍ୱାମୀଙ୍କର ଜୀବନ। ତମେ କ'ଣ ସେ ପାରାକୁ ମୋତେ ନେଇକି ଆଣିକି ଦେଇପାରିବ? ପାରିବି ବାବା। ଆଉ ଗୋଟିଏ କଥା ଭଲ କରି ଧ୍ୟାନ ଦିଅନ୍ତୁ, ଆଉ କିଛି ଦିନ ପରେ ସେଇ ନାଟ ମଣ୍ଡପଟା ଭଗ୍ନ ଅବସ୍ଥା ହେଇଗଲାଣି। ଯଦି ସେଇଟା ଭାଙ୍ଗିକି ସେ ପାରାର କୌଣସି କ୍ଷତି ହେଇଯାଏ ତାହେଲେ ମୋ ସ୍ୱାମୀଟା ପାଗଳ ହେଇଯିବ ଲୋ ମା। ନା ବାବା ନା, ଆପଣ ସେମିତି କୁହନ୍ତୁନି ବାବା, ଆପଣ ସେମିତି କୁହନ୍ତୁନି। ସେଥିପାଇଁ ମୁଁ କହିବା କଥା ଅଛି, ତମେ କ'ଣ ଏ କାର୍ଯ୍ୟଟା କରିପାରିବ? ମୁଁ ନିଶ୍ଚୟ ପାରିବି ବାବା, ମୁଁ ନିଶ୍ଚୟ ପାରିବି। ମୋ ପୁଅ ଝିଅର ମଙ୍ଗଳ ପାଇଁ ମୁଁ ସବୁ କିଛି କରିପାରିବି। ଏ ବତ୍ସ, ଆଉ ଗୋଟିଏ କଥା ଜାଣିଛ? ହଁ ଦେଖ। ସେ ଯେଉଁ ଔଷଧ, ହଁ ସେ ଔଷଧ ଥିଲା ସେଇଟା ମହାରାଣୀଙ୍କୁ ଦେଇଦିଅ। ନିଶ୍ଚୟ ନିଶ୍ଚୟ। ବୁଝିଲ ମହାରାଣୀ? ସେ ଔଷଧଟା ନେଇକି ତମ ସ୍ୱାମୀଙ୍କୁ ଖାଇବା ପାଇଁ ଦେବ। ଠିକ ଅଛି ସେ ବାବା। ଔଷଧ ସେବନ କରି ସାରିଲା ପରେ ତମ ସ୍ୱାମୀଟା ଧୀରେ ଧୀରେ ନିଶ୍ଚିନ୍ତ ଭାବରେ ସୁସ୍ଥ ଅବସ୍ଥାରେ ପହଞ୍ଚି ଆସିବେ। ଠିକ ଅଛି ବାବା। ଆଉ ଗୋଟିଏ କଥା ମନେ ରଖ ଭଲ ଭାବରେ, କ'ଣ ବାବା? ମୋ ନିଘଞ୍ଚ ରାତି ମଧ୍ୟରେ ହିଁ ତମକୁ ସାକ୍ଷାତ କରିବା ପାଇଁ ଯିବି। ବୁଝି ହେଉଛି? ସେଇ ସମୟରେ ହିଁ ତମେ ସେ ପାରାଟିକୁ ଆଣି ମୋ ହସ୍ତରେ ସମର୍ପଣ କରିବ। ଠିକ ଅଛି হ্যালো ବାବା। হ্যালো নেতুলা বা নেতুলা না মালপড়া গ্রামর বঞ্চস্থ নাটকটিরে রানী ভূমিকার অত্যন্ত প্রীত হয়ে তাঙ্কু 100 কোটি ভারতীয় মুদ্রা অর্পণ করছেন। ধন্যবাদ। କ'ଣ ବୁଝିହେଲ ମା? ତାହେଲେ ଠିକ ଅଛି, ମୁଁ ବର୍ତ୍ତମାନ ମୋ ଧ୍ୟାନ ଅବସ୍ଥାରେ ଯାଉଛି। ହେ ସୂର୍ଯ୍ୟକେତୁ, ହଁ ତମେ ବନ୍ଧୁ। ତାଙ୍କୁ ଔଷଧ ଦେଇ ହଁ। ଏଠାରୁ ବିଦାୟ କରିଦିଅ। ଠିକ ଅଛି, ଦିଅନ୍ତୁ ବାବା। ନିଶ୍ଚୟ ମା ନିଶ୍ଚୟ। ଅବଶ୍ୟ ତାହେଲେ ମହାରାଣୀ ପ୍ରେମ ସ୍ନେହଟା ଚାଲିଗଲାଣି ତାହେଲେ। ମହାରାଣୀ ପ୍ରେମ ସ୍ନେହ ବୁଝିପାରିଲୁନି ଭାଇ, ଜମାରୁ ବୁଝିପାରିଲୁନି। ଏଇଟା ହଉଛି ମୋ ମନ ଗଢ଼ାଣିଆ କଥାବାର୍ତ୍ତା ସବୁ।
আমন্ত্রী কালদর্শী বাবানু হবে সেই সেনাপতি চন্দ্রকান্ত বড় চন্দ্রকান্ত অতি সরল হরে শান্ত দেব শান্তিକୁ ছড়ে নিয়ে তা পাইব পুরাপুরি অশান্ত ওই মধ্য সূর্য কেতু ইথর ଯିବା ଦେନେ বর্তমানে চলাপথর কণ্ঠটা নির্মল হয়ে যাইছে ନିଶ୍ଚୟ ନିଶ୍ଚୟ ବନ୍ଧୁ ନିଶ୍ଚିନ୍ତ ଭାବରେ ପ୍ରତିଦିନ ସେ ମହାରାଣୀ ଅଭୟ ଆଶ୍ରମକୁ ଆସିବ ନିଶ୍ଚୟ ଆଉ ସେ ମହାରାଣୀର ସୁଯୋଗ ନେଇ ନିଶ୍ଚିନ୍ତ ଭାବରେ ରାଜଉଆସକୁ ବୋଝେବେ ନିଶ୍ଚୟ ପଶିବା ବନ୍ଧୁ ଆଉ ରାଜଉଆସକୁ ଗଲା ପରେ ନିଶ୍ଚିନ୍ତ ଭାବରେ ମୋ କାଠଟା ମୁଁ ହାସଲ କରିପାରିବି ତାହେଲେ ବସ୍ ସୂର୍ଯ୍ୟ କେତୁ ବର୍ତ୍ତମାନ ଯାଇ ସେଇ ସମୟଟାକୁ ଆମେ ଅପେକ୍ଷା କରିବା ଆସ ତାହେଲେ